ବିହାର ବିଧାନସଭାର 243 ଆସନରେ ମତଦାନ ଶେଷ ପରେ ଏବେ ଭୋଟ ଗଣତି ପ୍ରସ୍ତୁତି ଚଳାଇଛନ୍ତି ନିର୍ବାଚନ କମିଶନ। ଏକ୍ଜିଟ୍ ପୋଲ୍ ଆସି ସାରିଥିବା ବେଳେ ଏବେ ଏକ୍ଜାକ୍ଟ ପୋଲ୍ ଉପରେ ସମସ୍ତଙ୍କର ରହିଛି ନଜର। ଆସନ୍ତାକାଲି ବିହାରର ଭୋଟ ଗଣତି ସକାଳ 8ଟାରୁ ଆରମ୍ଭ ହେବ। 38 ଜିଲ୍ଲାରେ ଭୋଟ ଗଣତି ପାଇଁ 44ଟି ମତ ଗଣନା କେନ୍ଦ୍ର କରାଯାଇଛି। ସାଧାରଣତଃ ଗୋଟିଏ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତ ଗଣନା କେନ୍ଦ୍ର ହୋଇଥାଏ। କିନ୍ତୁ ନିର୍ବାଚନ କମିଶନ ବିହାରର କିଛି ଜିଲ୍ଲା 1ରୁ ଅଧିକ ମତ ଗଣନା କେନ୍ଦ୍ର କରିଛନ୍ତି। ଆସନ୍ତାକାଲି ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହେବ। ପ୍ରତ୍ୟେକ ବିଧାନସଭା ଆସନରେ 14ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି। ଏଥର ପୋଷ୍ଟାଲ ବାଲାଟରେ ଗଣତି ନିୟମକୁ ପରିବର୍ତ୍ତନ କରାଯାଇଛି। ଶେଷ 2 ରାଉଣ୍ଡ ଗଣତି ପୂର୍ବରୁ ପୋଷ୍ଟାଲ ବାଲାଟର ଗଣତି ହେବ। ଯେତେ ଗଣତି ରାଉଣ୍ଡ ଆଗକୁ ବଢ଼ିବ ବିଧାନସଭା ଆସନରେ ଫଳାଫଳ ସେତେ ସ୍ପଷ୍ଟ ହେବାରେ ଲାଗିବ। ଅପରାହ୍ନ 2ଟା ସୁଦ୍ଧା ବିହାରରେ ସରକାର କିଏ ଗଢ଼ିବ, କେଉଁ ଆସନରେ କିଏ ବିଜୟୀ ହେବ ସ୍ପଷ୍ଟ ଚିତ୍ର ଆସିଯିବା ସମ୍ଭାବନା ରହିଛି। ବିହାର ଜନତା 2ଟି ପର୍ଯ୍ୟାୟରେ ବମ୍ପର ଭୋଟିଂ କରିଛନ୍ତି। 11 ତାରିଖରେ ମତଦାନ ସରିଥିବା ପରେ ବିଭିନ୍ନ ସଂସ୍ଥାର ବୁଥ ବାହୁଡ଼ା ମତ ବା ଏକ୍ଜିଟ୍ ପୋଲ୍ ରିପୋର୍ଟ ସାମ୍ନାକୁ ଆସିଥିଲା। ବୁଥ ବାହୁଡ଼ା ମତରେ ଏନ୍ଡିଏକୁ ବହୁମତ ଦେଇଛନ୍ତି ବିଭିନ୍ନ ସଂସ୍ଥା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।